ଏଇଟା ହେଉଛି ଗଡ଼ରେଜ୍ର ନନ୍ ଇନଭର୍ଟର୍ ସ୍ପ୍ଲିଟ୍ ଏସି। ତ ଆର ପ୍ରୋବ୍ଲେମ୍ ହେଉଛି ଏହାର କୁଲିଂ ହେଉନି। ତ ଇନଡୋର୍ କିନ୍ତୁ ଚାଲୁଛି, କିନ୍ତୁ ଆଉଟଡୋର୍ କମ୍ପ୍ରେସର୍ ମଧ୍ୟ ଚାଲୁଛି, କିନ୍ତୁ ଏହାର ପ୍ରୋବ୍ଲେମ୍ ହେଉଛି କୁଲିଂ ହେଉନି। ତ ପ୍ରୋବ୍ଲେମ୍ ହେଉଛି ଆଉଟଡୋର୍ ଫ୍ୟାନ୍ ମୋଟର୍ ଖରାପ ଅଛି। ତ ଏହାର ଫ୍ୟାନ୍ ମୋଟର୍ଟା ଆମେ ଦେଖନ୍ତୁ ନୂଆ ନେଇକି ଆସିଛୁ। ତ ଆମର ପୁରୁଣା ଯେଉଁ ଫ୍ୟାନ୍ ମୋଟର୍ ଥିଲା ତା'ର କିନ୍ତୁ ଆମେ ଫାର୍ଷ୍ଟ ଚେଞ୍ଜ କରିଥିଲୁ କାପାସିଟର୍, କିନ୍ତୁ କାପାସିଟର୍ ଚେଞ୍ଜ କଲା ପରେ ମଧ୍ୟ ଫ୍ୟାନ୍ଟା ଚାଲିଲା ନାହିଁ। ତାପରେ ଆମେ ତା'ର ଯେଉଁ ପୁରୁଣା ଫ୍ୟାନ୍ ମୋଟର୍ ଥିଲା ତାକୁ କାଢ଼ିକି ବର୍ତ୍ତମାନ ଆମେ ନୂଆ ଫ୍ୟାନ୍ ମୋଟର୍ଟାକୁ ଲଗାଇବା ଏଠି। ତ ବର୍ତ୍ତମାନ ଆମର ଫିଟିଂ ଚାଲିଛି। ତ ଏହାର ପ୍ରୋବ୍ଲେମ୍ ତା'ର ସେ ଫ୍ୟାନ୍ ମୋଟର୍ ହିଁ ଥିଲା, ଯେଉଁଥିପାଇଁ ଆମର ମେସିନ୍ଟା ଚାଲୁଥିଲା, କମ୍ପ୍ରେସର୍ ଚାଲୁଛି, କିନ୍ତୁ ତା'ର ଫ୍ୟାନ୍ ନ ବୁଲିବା ପାଇଁ ସେ ଆମର ଓଭର୍ ହିଟ୍ ହେଇଯାଉଥିଲା। କମ୍ପ୍ରେସର୍ ଦେଇକି ଟ୍ରିପ୍ ହେଇଯାଉଥିଲା। ତ କମ୍ପ୍ରେସର୍ ଆମର ସେଥିପାଇଁ ଚାଲୁଥିଲା, ସାଉଣ୍ଡ ଆସୁଥିଲା କମ୍ପ୍ରେସର୍ ଚାଲିବାର, କିନ୍ତୁ ଫ୍ୟାନ୍ ନ ବୁଲିବା ପାଇଁ ସେ ଟ୍ରିପ୍ ହେଇକି ଅଫ୍ ହେଇଯାଉଥିଲା। ତ ବର୍ତ୍ତମାନ ଆମର ଦେଖନ୍ତୁ ଫ୍ୟାନ୍ଟା ଫିଟିଂ ଚାଲିଛି, ଫ୍ୟାନ୍ ବ୍ଲେଡ଼୍। ତ ଫ୍ୟାନ୍ ବ୍ଲେଡ଼୍ ଫିଟିଂ କରିସାରିଲା ପରେ ଆମେ ନୂଆ କାପାସିଟର୍ ଦେଇକିରି ଏଥିରେ ଆଉ ଥରେ ଷ୍ଟାର୍ଟ କରିବୁ, ଦେଇକି ଏବେ ଦେଖିବୁ ମେସିନ୍। ତ ଏଇଟା ପ୍ରୋବ୍ଲେମ୍ ଆମର ସଲ୍ଭ ହେଇଯିବ। ତ ଆମର ଫିଟିଂ ନଟ୍ଟାକୁ ବର୍ତ୍ତମାନ ଚାଲିଛି ଫ୍ୟାନ୍ ବ୍ଲେଡ଼୍ର। ତ ଏହାର ଦେଖନ୍ତୁ ବଢ଼ିଆ ଚାଲିଛି। ତ ଆମର ପ୍ରୋବ୍ଲେମ୍ ଆମର ସଲ୍ଭ ହେଇଯାଇଛି। ଥ୍ୟାଙ୍କ ୟୁ।